ଆଜି ଡିସେମ୍ବର ମାସ 24 ତାରିଖ ବୁଧବାର। ଆଜିର ପାଣିପାଗ ଅପଡେଟ୍। ରାଜ୍ୟରେ ଆହୁରି 7 ଦିନ ଥରାଇବ ଶୀତ। ଥରୁଛି ପୁରା ଓଡ଼ିଶା। ଗତ କିଛି ଦିନ ହେଲା କ୍ରମାଗତ ଭାବେ ଶୀତଲହରୀ ଜାରି ରହିଛି। ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେଉନାହିଁ। ସର୍ବନିମ୍ନ ତାପମାତ୍ରା 4ରୁ 5 ଡିଗ୍ରୀରେ ରହୁଛି। ଗତ 24 ଘଣ୍ଟାରେ କୋରାପୁଟରେ 5 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ଅନ୍ୟପଟେ ଶୀତ ସାଙ୍ଗକୁ କଲବଲ କରୁଛି ଘନ କୁହୁଡ଼ି। ରାଜ୍ୟରେ କିଛି ସ୍ଥାନରେ ଘନ କୁହୁଡ଼ି ହେଉଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ପାଇଁ 5 ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ସେହିସବୁ ଜିଲ୍ଲାଗୁଡ଼ିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର ଓ ସୋନପୁରରେ ଘନ କୁହୁଡ଼ି ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ। ଶୀତର ପ୍ରକୋପ ଆଉ 7 ଦିନ ଯାଏଁ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରରେ ତାପମାତ୍ରା ଗତ 3 ଦିନ ମଧ୍ୟରେ ଗୁରୁତର ଭାବେ ହ୍ରାସ ପାଇଛି। ଭୁବନେଶ୍ୱରରେ 3 ଦିନ ତଳେ ତାପମାତ୍ରା 15.1 ଡିଗ୍ରୀ ଥିବା ବେଳେ ଗତକାଲି ମଙ୍ଗଳବାର ଏହା 11.9 ଡିଗ୍ରୀକୁ ଖସି ଆସିଛି। ଭୁବନେଶ୍ୱର ଓ କଟକରେ ଚଳିତ ସପ୍ତାହରେ ପାରଦ 11 ଡିଗ୍ରୀ ସେଲସିୟସ୍ ପାଖାପାଖି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।